ନମସ୍କାର। ଓଡ଼ିଶାର ସମସ୍ତ ମହିଳାଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର। ସରକାର ସୁଭଦ୍ରା ଯୋଜନାର ନୂଆ ହିତାଧିକାରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିଛନ୍ତି। ଯଦି ଆପଣ ପୂର୍ବରୁ ଆବେଦନ କରି ନ ପାରିଥିଲେ କିମ୍ବା ବର୍ତ୍ତମାନ ଆପଣଙ୍କ 21 ବର୍ଷ ପୂରଣ ହୋଇଛି, ତେବେ ଏହି ଭିଡ଼ିଓ ଆପଣଙ୍କ ପାଇଁ। ଆଜି ମୁଁ ଆପଣଙ୍କୁ ଜଣାଇବା ଯେ କିପରି 2026-27 ପାଇଁ ଆବେଦନ କରିବେ। ପ୍ରଥମେ ଜାଣିନେବା ଯୋଗ୍ୟତା କ'ଣ। ଆପଣ ନିଶ୍ଚିତ ଭାବେ ଓଡ଼ିଶାର ବାସିନ୍ଦା ହୋଇଥିବେ। ଆପଣଙ୍କର ବୟସ 21ରୁ 60 ବର୍ଷ ମଧ୍ୟରେ ହୋଇଥିବ। ଏହାଛଡ଼ା ଆପଣଙ୍କ ପରିବାରରେ ଅର୍ଥନୈତିକ ଭାବେ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ସରକାର ଏପ୍ରିଲ 1, 2026ରୁ ଏପ୍ରିଲ 30, 2026 ପର୍ଯ୍ୟନ୍ତ 1 ମାସ ସମୟ ଦେଇଛନ୍ତି। ତେଣୁ ଯଦି ଆପଣ ଯୋଗ୍ୟ, ତେବେ ଶେଷ ତାରିଖ ପୂର୍ବରୁ ଆବେଦନ କରିନାହାନ୍ତି। ଆବେଦନ କରିବା ପାଇଁ ଆପଣ ଅନଲାଇନ୍ ଅଫଲାଇନ୍ ଉଭୟ ମାଧ୍ୟମରେ କରିବା ପାରିବେ। ଅନଲାଇନ୍ ଆବେଦନ ପାଇଁ ସରକାରୀ ପୋର୍ଟାଲ subhadra.odisha.government.in କୁ ଯାଆନ୍ତୁ। ସେଠାରେ ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କରି ଆପଣ ଆବେଦନ କରିବେ। ଆବଶ୍ୟକ କାଗଜପତ୍ର ଯେପରି ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଆୟ ପ୍ରମାଣପତ୍ର ପ୍ରସ୍ତୁତ ରଖନ୍ତୁ। ଯଦି ଆପଣ ଅନଲାଇନ୍ କରିବାରେ ଅସୁବିଧା ଅନୁଭବ କରୁଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ ଅଫିସ କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ମାଗଣାରେ ଫର୍ମ ପୂରଣ କରି ସବମିଟ୍ କରିପାରିବେ ଓ ଫର୍ମ ଜମା କରିବା ପରେ ନିଶ୍ଚିତ ରସିଦ ମାଗି ନିଅନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା, କୌଣସି ଦଲାଲ କିମ୍ବା ଅଜଣା ବ୍ୟକ୍ତି କଥାରେ ପଡ଼ି ନାହାନ୍ତି। ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ଅଟେ। ଯଦି କିଛି ଅସୁବିଧା ହୋଇଥିବେ ସରକାରୀ ୱେବସାଇଟରେ ଦିଆଯାଇଥିବା ହେଲ୍ପଲାଇନ୍ ନମ୍ବରକୁ ଯୋଗାଯୋଗ କରନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଓଡ଼ିଶାର ଅନ୍ୟାନ୍ୟ ମହିଳାଙ୍କ ସହ ସେୟାର କରନ୍ତୁ। ଆଉ ସେହିପରି ସମସ୍ତ ଅପଡ଼େଟ୍ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଜୟ ଜଗନ୍ନାଥ।